ପ୍ରଭୁଙ୍କର ପବିତ୍ର ମହାନାମର ଗୌରବ ହଉ। ପୁନର୍ବାର ଏହି ସମୟରେ ଆମମାନେ ନୂତନ ନିୟମର ପ୍ରକାଶିତ ବାକ୍ୟରୁ କିଛି ଅଂଶ ଧ୍ୟାନ କରିବା ନିମନ୍ତେ ଆସୁ ପ୍ରାର୍ଥନା ପୂର୍ବକ ନିଜକୁ ସମର୍ପଣ କରି ଧ୍ୟାନର ସହିତ ବାକ୍ୟ ଧ୍ୟାନ କରିବା। ପ୍ରଭୁ ଆମମାନଙ୍କୁ ତାଙ୍କ ବାକ୍ୟ ଦ୍ୱାରା ଆପଣଙ୍କୁ ଓ ମୋତେ କଥା କହିବା ପାଇଁ ଚାହାନ୍ତି। ଆମମାନେ ଗତ ଥର ପ୍ରକାଶିତ ବାକ୍ୟର ଏକ ପର୍ବର ଏକ ପଦ କିଛି ସମୟ ଧ୍ୟାନ କରିଥିଲୁ। ଆଜି ମୁଁ ସଂକ୍ଷେପରେ କିଛି ସମୟ ଏହି ପ୍ରକାଶିତ ବାକ୍ୟର ଏକ ପର୍ବର ଦୁଇ ପଦ ପଢ଼ିବା ପାଇଁ ଚାହୁଁଛି। ଆମେ ସମସ୍ତେ ଜାଣିଛୁ ପ୍ରକାଶିତ ବାକ୍ୟ 22ଟି ପର୍ବ ରହିଛି ଏ ପୁସ୍ତକରେ ଏବଂ ତାହା ପ୍ରଥମ ଶତାବ୍ଦୀରେ ପାଖାପାଖି 90 ବର୍ଷର ଉର୍ଦ୍ଧ୍ୱ ବୟସ ହୋଇଥିଲା ପ୍ରଭୁଙ୍କର ପ୍ରିୟ ଶିଷ୍ୟ ଯୋହନଙ୍କର। ରାଜା ଡୋମିସିଆନଙ୍କ ସମୟରେ ତାଙ୍କୁ ଭୂମଧ୍ୟ ସାଗରର ଉତ୍ତର ଭାଗରେ ନିର୍ବାସିତ କରାଯାଇଥିଲା। ଆଉ ସେ ନିର୍ବାସିତ ଅବସ୍ଥାରେ ଥିଲାବେଳେ ବା ବନ୍ଦୀ ଅବସ୍ଥାରେ ଥିଲାବେଳେ ଯାହା ସବୁ ଦର୍ଶନ କରିଥିଲେ ଆଉ ଯେଉଁ ସବୁ ବାକ୍ୟ ଶୁଣିଥିଲେ ସ୍ୱର୍ଗରୁ ଆଉ ଦୂତମାନଙ୍କ ଦ୍ୱାରା, ତାହା ସେ ଲିପିବଦ୍ଧ କରି ପ୍ରକାଶିତ ବାକ୍ୟ ବହିରେ ପ୍ରସ୍ତୁତ କରି ପ୍ରଭୁଙ୍କର ଆଜ୍ଞା ପ୍ରମାଣେ ସେହି ସମୟର ତୁର୍କୀ ଦେଶର ପଶ୍ଚିମ ଭାଗରେ ଆସିଆ ସ୍ଥିତ ଲେଖାଯାଇଛି ସପ୍ତ ମଣ୍ଡଳୀକୁ ପ୍ରେରଣ କରିବା ପାଇଁ ପ୍ରଭୁ ତାଙ୍କୁ ଆଦେଶ ଦେଇଥିଲେ। ଏଥିପାଇଁ ତାହା ପ୍ରେରଣ କରିବା ପାଇଁ କହିଥିଲେ ଯେପରି ମଣ୍ଡଳୀ ଏହି ସମସ୍ତ ବିଷୟ ଜାଣି ଆଗରୁ ନିଜକୁ ପ୍ରସ୍ତୁତ କରିବାକୁ ପାରିବ ତାଙ୍କ ରାଜ୍ୟ ଧାର୍ମିକତା ନିମନ୍ତେ ଆଉ ତାଙ୍କୁ ଭେଟିବା ନିମନ୍ତେ ମଧ୍ୟାକାଶରେ ଶୂନ୍ୟ ମଣ୍ଡଳୀରେ ତୁରୀବାଦ୍ୟରେ ଏଇ ଯେଉଁ ପ୍ରଭୁଙ୍କର ଅନାଦିକାଳୀନ ସଂକଳ୍ପ ମଣ୍ଡଳୀ ନିମନ୍ତେ ବା ବିଶ୍ୱାସୀମାନଙ୍କ ନିମନ୍ତେ ତାଙ୍କର ସନ୍ତାନ ସନ୍ତତିମାନଙ୍କ ନିମନ୍ତେ ତାହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଏଇଠି ପ୍ରକାଶିତ ବାକ୍ୟ ଏକ ପର୍ବର ଦୁଇ ପଦ ଲେଖାଯାଇଛି ସେହି ଯୋହନ ଈଶ୍ୱରଙ୍କର ବାକ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ ଅର୍ଥାତ ସେ ଯାହା ସବୁ ଦର୍ଶନ କଲା ସେଇ ବିଷୟ ସାକ୍ଷ୍ୟ ଦେଉଅଛି। ଆମେ ଦେଖିପାରୁଛୁ ଯେ ଏଇ ଜାଗାରେ ଦୁଇଟା ନିର୍ଦ୍ଦିଷ୍ଟ ବିଷୟ ଲେଖାଯାଇଛି ଈଶ୍ୱରଙ୍କର ବାକ୍ୟ ଓ ଯୀଶୁଖ୍ରୀଷ୍ଟଙ୍କର ସାକ୍ଷ୍ୟ ସମ୍ବନ୍ଧରେ। ସେ ଯାହା ସବୁ ଦର୍ଶନ କଲା ଈଶ୍ୱରଙ୍କ ବାକ୍ୟ ଏବଂ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ ବା ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ସାକ୍ଷ୍ୟ। ଯୋହନ ପାତ୍ମଦ୍ୱୀପରେ ଯାହା ଦର୍ଶନ କଲେ, ଆମେ ଯଦି ତଳକୁ ଯିବା ଏଠି ଲେଖାଯାଇଛି ଆଉ ଆମେ ଦେଖିବାକୁ ପାରିବା ମୋର ପ୍ରିୟ ଭାଇ ଭଉଣୀମାନେ 10 ପଦରେ ଆଉ 11 ପଦ, ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୁରୀ ଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି, ତୁମେ ଯାହା ଦର୍ଶନ କରୁଅଛ ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ମଣ୍ଡଳୀ ଅର୍ଥାତ ଏଫିସି, ସ୍ପର୍ଣ୍ଣା, ପର୍ଗମ, ଥିଓତିରା, ସାର୍ଦି, ଫିଲାଦେଲଫିଆ ଓ ଲାଉଦିକିଆ ନିକଟକୁ ପ୍ରେରଣ କର। ଏବଂ ସେ 12ରେ କହୁଛନ୍ତି କିଏ ମୋ ସହିତ କଥା କହୁଛନ୍ତି ଏହା ଦେଖିବା ନିମନ୍ତେ ମୁଁ ବୁଲି ପଡ଼ିଲି। ଦର୍ଶନ, ତୁମେ ଯାହା ଦର୍ଶନ କର, ସେ ଆତ୍ମାରେ ଆବିଷ୍ଟ ହେଲେ ଏକ ପ୍ରତିକୂଳ ପରିବେଶ ଭିତରେ, ଚାରିପଟେ ସମୁଦ୍ର, ତା ଭିତରେ ଛୋଟ ଏକ ଦ୍ୱୀପ ପାତ୍ମା ଦ୍ୱୀପ। ସେତେବେଳେ ତାର ପରିସର କେତେ ଥିଲା ବିଭିନ୍ନ ବାଇବେଲ ପଣ୍ଡିତ ମାନଙ୍କର ବିଭିନ୍ନ ମତ। କିଏ କହୁଛି 25 ମାଇଲ ଲମ୍ବା ଥିଲା, 8 ମାଇଲ ଚଉଡ଼ା ଥିଲା, କିଏ କହୁଛି 10 ମାଇଲ ଲମ୍ବା ଥିଲା, 6 ମାଇଲ ଚଉଡ଼ା ଥିଲା। ଆଜିକାଲି ତାହା ଏକ ପର୍ଯ୍ୟଟନ କେନ୍ଦ୍ର ହୋଇଯାଇଛି। ସେହି ସମୟରେ ତାହା ଏକ ପରିତ୍ୟକ୍ତ ବନ୍ଦୀମାନଙ୍କ ନିମନ୍ତେ ପ୍ରସ୍ତୁତ ଏକ ଜାଗା ଥିଲା ଯେଉଁଠିକି ରାଜଦ୍ରୋହୀ, ଦେଶଦ୍ରୋହୀ, ଧର୍ମଦ୍ରୋହୀ ବନ୍ଦୀମାନଙ୍କୁ ରୋମିଓ ସାମ୍ରାଜ୍ୟର ଶାସକମାନେ ପ୍ରଶାସନ ବନ୍ଦୀକ ରଖୁଥିଲା। ଏଥିପାଇଁ ସେହି ସମୟର ଯେଉଁ ଘଟଣା ଆଜକୁ 2000 ବର୍ଷ ତଳରେ ପ୍ରଥମ ଶତାବ୍ଦୀର ଶେଷ ଭାଗକୁ, ଏ ଘଟଣା ପ୍ରଥମ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ 81 ଖ୍ରୀଷ୍ଟାବ୍ଦ ଠାରୁ 94 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ
ସମ୍ରାଟ ବା କାଇଜର ଡୋମିସିଆନ ରୋମର ସମ୍ରାଟ ଥିଲେ। ତାଙ୍କ ସମୟରେ ଯୋହନଙ୍କର ବନ୍ଦୀ ହେଲା। କିଏ କିଏ କହୁଛନ୍ତି ତାଙ୍କର ବନ୍ଦୀ ଅବସ୍ଥା 51ରୁ 96 ଯାଇଥିଲା ଏବଂ କିଏ କିଏ କହୁଛନ୍ତି 94ରୁ 96 ବର୍ଷ। ତା ଭିତରେ ତାଙ୍କର ବୟସ ବହୁତ ହେଇଯାଇଥିଲା ଏବଂ ଏଇ ବୟସରେ ଚାରିପଟେ ସମୁଦ୍ର, ପାଖରେ କେହି ନାହାନ୍ତି। ତାଙ୍କର ଯେତେ ପ୍ରିୟ ଶିଷ୍ୟମାନେ, ସହଶିଷ୍ୟମାନେ ଥିଲେ, ସହଦାସମାନେ, ସେମାନେ ସମସ୍ତେ ପ୍ରାୟ ମୃତ୍ୟୁ କରିଥିଲେ। ଅପ୍ରାକୃତିକ ମୃତ୍ୟୁ। ତାଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ନିମନ୍ତେ, ସୁସମାଚାର ନିମନ୍ତେ, ବିଶ୍ୱାସ ନିମନ୍ତେ ବିଭିନ୍ନ ଦେଶରେ, ବିଭିନ୍ନ ଜାଗାରେ ଯେତେବେଳେ ସେମାନେ ଈଶ୍ୱରଙ୍କ ବାକ୍ୟ ଧରି ଗଲେ, ସେମାନଙ୍କୁ ହତ୍ୟା କରାଯାଇଥିଲା। ଏବଂ ଆମେ ସମସ୍ତେ ଜାଣିଛୁ ପ୍ରଥମ ଶତାବ୍ଦୀରେ ହିଁ ଆମମାନଙ୍କ ପ୍ରିୟ ଦେଶକୁ, ଦକ୍ଷିଣ ଭାରତକୁ, କେରଳ ଦେଶକୁ ସାଧୁ ଥୋମା ବା ପ୍ରେରିତ ଥୋମା ଆସିଥିଲେ। ଏକଥା ମଧ୍ୟ ଆମେ ମଣ୍ଡଳୀ ଇତିହାସରୁ ଜାଣିଛୁ। ଆଉ ଆମମାନେ ବର୍ତ୍ତମାନର ଚେନ୍ନାଇ, ତାକୁ ମେଡ୍ରାସ କୁହାଯାଉଥିଲା ଏବଂ ସେତେବେଳେ କ'ଣ ଥିଲା, ସେଇ ଜାଗାକୁ ସେ ଆସିଥିଲେ କେରଳରୁ ଏବଂ ସେଇ ଜାଗାରେ ତାଙ୍କୁ ହତ କରାଯାଇଥିଲା। ସେଇଟା ମଣ୍ଡଳୀ ଇତିହାସ। ଆଉ ସେ ବିଷୟ ବର୍ତ୍ତମାନ ଆମେ ଆଲୋଚନା କରୁନାହୁଁ। ଆମେ ଆଲୋଚନା କରୁଛୁ କୋଉ ବିଷୟ ଯୋହନ ପ୍ରକାଶିତ ବାକ୍ୟର 22ଟା ପର୍ବରେ ପ୍ରକାଶ କରୁଛନ୍ତି। এই ସମସ୍ତ ପ୍ରକାଶିତ ବାକ୍ୟ ବୋଲି ଆମେ ଯାହା କହୁଛୁ, ଈଶ୍ୱରଙ୍କର ପ୍ରକାଶିତ ବାକ୍ୟ ଯାହା ସ୍ୱର୍ଗରୁ ପ୍ରକାଶିତ ହେଇଥିଲା ଯୋହନଙ୍କ ପ୍ରତି। କାହାର ସେ ବାକ୍ୟ? ଏକ ପର୍ବର ଏକ ପଦ ପ୍ରାରମ୍ଭରେ ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ। ଏ ଯୋଉ ପ୍ରକାଶିତ ବାକ୍ୟରେ 22ଟି ପର୍ବରେ ଯାହା ବି ସବଜେକ୍ଟ ବା ପ୍ରସଙ୍ଗ ବା ବିଷୟବସ୍ତୁ ବା ଥିମ୍ ଦିଆଯାଇଛି, ତାହା ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ, ତାଙ୍କ ଦ୍ୱାରା ପ୍ରକାଶ କରାଯାଇଛି। ଏବଂ ସେଇ ବାକ୍ୟକୁ ମଣ୍ଡଳୀମାନଙ୍କ ନିକଟକୁ ପ୍ରେରଣ କରିବା ପାଇଁ ଯୋହନଙ୍କୁ ଦୂତଙ୍କ ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଏବଂ ମୋର ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ସେବକ ସେବିକାମାନେ, ଏହା ଅତି ଗୁରୁତ୍ୱପୂର୍ଣ୍ଣ ବାକ୍ୟ। ମୁଁ ବୁଝିପାରୁଛି ଏଥିପାଇଁ ସମୟ ଦରକାର। ଆମମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଆମେ ସମୟ ରଖି ଏ ବିଷୟକୁ ପ୍ରାଞ୍ଜଳ ଭାବରେ ପ୍ରଥମେ ଆଉଟଲାଇନ୍ରେ ଆଲୋଚନା କରିବା, ଚିନ୍ତା କରିବା। ପ୍ରତ୍ୟେକ ଥର ଯେତେବେଳେ ମାନେ ଗୋଟିଏ ପରେ ଗୋଟିଏ ଲେସନ୍ ବା ଗୋଟେ ପରେ ଗୋଟିଏ ପ୍ରସଙ୍ଗ ଆଲୋଚନା କରିବା ପାଇଁ ପ୍ରସ୍ତୁତ ହେବା, ସେହି ସମୟରେ ଆମେ ବିଭିନ୍ନ ପ୍ରସଙ୍ଗ ଉପରକୁ ଯିବା ଏବଂ ନିର୍ଦ୍ଧାରିତ ଆଉଟଲାଇନ୍କୁ ଯାଇକି କ୍ରମାନ୍ୱୟ ଭାବରେ ଆମେ ଏ ବିଷୟକୁ ଧ୍ୟାନ କରିବା। ତେବେ କୋଉ ଘଟଣା ପରେ କୋଉ ଘଟଣା ଅତୀତରେ ଘଟିଛି, ଆଉ ବର୍ତ୍ତମାନ କୋଉ ଘଟଣା ପରେ କୋଉ ଘଟଣା ଘଟୁଛି, ବା ପ୍ରଥମ ଶତାବ୍ଦୀର ମଣ୍ଡଳୀ ଯୁଗରୁ ଆଜି ପର୍ଯ୍ୟନ୍ତ ଏବଂ ମଣ୍ଡଳୀ ଯୁଗ ସରିଗଲା ପରେ କୋଉ କୋଉ ଘଟଣା କେତେବେଳେ କୋଉଠି ଘଟିବ ଆଉ କାହିଁକି ଘଟିବ, এই ସମସ୍ତ ବିଷୟ ଆମେ ଆଲୋଚନା କରିବାକୁ ଚିନ୍ତା କରିବା ଏବଂ ତା ଦ୍ୱାରା ଆମେ ପ୍ରଭୁଙ୍କର ସଂକଳ୍ପ ଅଳ୍ପ ବହୁତ ତାଙ୍କ ଅନୁକୂଳେ ବୁଝିପାରି। ଏଠି ଲେଖାଯାଇଛି ସେଇ ଯେଉଁ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ। ଈଶ୍ୱରଙ୍କ ବାକ୍ୟ ଆରମ୍ଭ ଲେଖା ହେଇଛି ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ। ଈଶ୍ୱରଙ୍କ ବାକ୍ୟ କହିବା ଏବଂ ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ କହିବା ଗୋଟିଏ ବିଷୟ। କାହିଁକି ଏ ବିଷୟ ଗୋଟିଏ ବିଷୟ ବୋଲି ମୁଁ କହୁଛି? ଅନେକ ସମୟରେ ଆମ ଭିତରେ ଦ୍ୱନ୍ଦ୍ୱ ଆସୁଛି। ଆଜି ସେଇ ଦ୍ୱନ୍ଦ୍ୱ ଏକ ଯୁକ୍ତି ତର୍କରେ, ସୋସିଆଲ ପ୍ଲାଟଫର୍ମରେ, ନ୍ୟୁଜ୍ ପେପର ମାନଙ୍କ ବିଭିନ୍ନ ଜାଗାରେ ଉପସ୍ଥାପନ କରାଯାଉଛି। ଆଉ ଗୋଟିଏ ବହୁତ ବଡ଼ ପ୍ରଶ୍ନ, ଆଜି ନୁହେଁ ବର୍ଷ ବର୍ଷ ଧରି ସେ ପ୍ରଶ୍ନ ଆସୁଛି, ଯୀଶୁଖ୍ରୀଷ୍ଟ କ'ଣ ଈଶ୍ୱର କି? ବୋଧେ ଜିଜସ୍ ଇଜ୍ ଗଡ୍, ଈଶ୍ୱରଙ୍କ ପୁତ୍ର ବୋଲି ଆମେ କହୁଛୁ, ସନ୍ ଅଫ୍ ଗଡ୍ ବୋଲି କହୁଛୁ, ଅଦ୍ୱିତୀୟ ପୁତ୍ର କହୁଛୁ, ବିଗଟନ୍, ଓନ୍ଲି ବିଗଟନ୍ ସନ୍ ବୋଲି କହୁଛୁ। ଆଉ ସେଇ ବିଷୟ କେବଳ ଆତ୍ମିକ ଲୋକ ବିଶ୍ୱାସରେ ତାକୁ ବୁଝିପାରିବ, ସେ ହିଁ ସ୍ୱୟଂ ଈଶ୍ୱର ବୋଲି। କିନ୍ତୁ ଈଶ୍ୱରଙ୍କ ବାକ୍ୟ ସମ୍ବନ୍ଧରେ ଯେଉଁମାନଙ୍କର ଜ୍ଞାନ ନାହିଁ ବା ଯେଉଁମାନେ ଆତ୍ମପ୍ରାପ୍ତ ନୁହନ୍ତି, ତାହା ବୁଝିବା ପାଇଁ କଷ୍ଟକର। ଆଉ ସେମାନଙ୍କୁ
ବୁଝିବା ପାଇଁ ମଧ୍ୟ ଈଶ୍ୱରଙ୍କ ବାକ୍ୟ ଦ୍ୱାରା କଷ୍ଟକର, ଯେହେତୁ ତାହା ସେମାନଙ୍କର ସ୍ପିରିଟ୍ ବା ସେମାନଙ୍କର ଆତ୍ମା ପ୍ରତିରୋଧ କରେ ଯୀଶୁଖ୍ରୀଷ୍ଟଙ୍କୁ ଈଶ୍ୱର ବୋଲି ଗ୍ରହଣ କରିବା ପାଇଁ। ଆମେ ସମସ୍ତେ ଜାଣିଛୁ ମାଥ୍ୟୁ ସୁସମାଚାରରେ ଗୋଟିଏ କଥା ଲେଖାଯାଇଛି। ଏ ବିଷୟ ଅଧିକାଂଶ ସମୟରେ ମୁଁ ବିଭିନ୍ନ ଜାଗାରେ କହିବା ପାଇଁ ସର୍ବଦା ଚେଷ୍ଟା କରେ ପ୍ରଭୁଙ୍କର ମହିମା ଉଦ୍ଦେଶ୍ୟରେ। ମାଥ୍ୟୁ ସୁସମାଚାର 1 ପର୍ବରେ ଯେତେବେଳେ କି ମରିୟମଙ୍କ ନିକଟକୁ ଗାବ୍ରିଏଲ ଦୂତ এই ଖବର ଆଣିଲେ, ବିଶେଷ କରି 22 ପଦରେ ଗୋଟିଏ କଥା ଲେଖାଯାଇଛି, ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କର ଉକ୍ତ ହିଁ ବାକ୍ୟ ଯେ ସଫଳ ହୁଏ ଏଥି ନିମନ୍ତେ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହାର ନାମର ଅର୍ଥ, ଇମାନୁଏଲ ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ଆମ୍ଭମାନଙ୍କ ସହିତ ଈଶ୍ୱର, God is with us. Emmanuel, the meaning of Emmanuel is God is with us. ଏଠି ଲର୍ଡ ବୋଲି ବି ଲେଖା ହେଇନି, ପ୍ରଭୁ ଲେଖା ହେଇନି, ଈଶ୍ୱର ଲେଖା ହେଇଛି। ଏଥିପାଇଁ ଯୀଶୁଖ୍ରୀଷ୍ଟ ଯେ ଈଶ୍ୱର ବୋଲି ପଚାରୁଛନ୍ତି, ବାକ୍ୟ ପ୍ରମାଣେ ଯୀଶୁଖ୍ରୀଷ୍ଟ ଈଶ୍ୱର, ଏହା ବୁଝିବା ଅତି ଜରୁରୀ। ଏଇଠି ଲେଖାଯାଇଛି ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ ଯୋହନଙ୍କୁ ଯୋଉ ଦିଆଗଲା, ଆଉ 2 ପଦ ଲେଖା ହେଇଛି ଈଶ୍ୱରଙ୍କର ବାକ୍ୟ। ଏବଂ ପ୍ରକାଶିତ ବାକ୍ୟ କେବଳ ଗୋଟିଏ ମାତ୍ର ବହି ଯୋଉଠିକି ଯୀଶୁଖ୍ରୀଷ୍ଟଙ୍କର ନାମକୁ ଈଶ୍ୱରଙ୍କ ବାକ୍ୟ ବୋଲି କୁହାଯାଏ। ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ। 19 ପର୍ବ ପ୍ରକାଶିତ ବାକ୍ୟର ସେ ରକ୍ତ ନିମଜ୍ଜିତ ବସ୍ତ୍ର ପରିହିତ, ଏଇଟା ଅର୍ମାଗଦନ ଯୁଦ୍ଧ 7 ବର୍ଷ ପରେ ଯେତେବେଳେ ଯୀଶୁଖ୍ରୀଷ୍ଟ ଜିତ ପର୍ବତରେ ଓହ୍ଲେଇବେ ଏବଂ ଭଣ୍ଡ ଖ୍ରୀଷ୍ଟ ଭଣ୍ଡ ଭାବାଦୀକୁ ସାମ୍ନା ସାମ୍ନି କରି ସେମାନଙ୍କୁ ଧରି ଅଗ୍ନିମ ହ୍ରଦରେ ପକାଇବେ, ଆଉ ସେମାନଙ୍କ ସହିତ ସୈନ୍ୟ ସାମନ୍ତଙ୍କୁ ହତ କରିବେ ଏବଂ ଶୟତାନଙ୍କୁ ଧରିକି ପାତାଳ କୁଣ୍ଡରେ 1000 ବର୍ଷ ପାଇଁ ବନ୍ଦୀ କରିବେ। ସେଇ ସମୟର ଘଟଣା ଏଇଟା। 11 ପଦରୁ ଯଦି ଆମେ ପଢିବା ତାହେଲେ ସେଇ ବିଷୟ ଲେଖା ହେଇଛି। ବର୍ତ୍ତମାନ ସେଇଟା ଆମର ଆଲୋଚନା ବିଷୟ ନୁହେଁ। ପୁଣି ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ, ଯିଏକି ଧବଳ ଅଶ୍ବ ଉପରେ ଶ୍ଵେତବର୍ଣ୍ଣ ଅଶ୍ବ ଉପରେ ବସି ଆସୁଛନ୍ତି, ଆଉ ତାହାଙ୍କର ନାମ ବିଶ୍ୱସ୍ତ ସତ୍ୟ ଲେଖାଯାଇଛି। ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ। His name is the word of God. ଯୋହନ 1:1 କଣ ଲେଖା ହେଇଛି? ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ପରମେଶ୍ୱରଙ୍କ ସଙ୍ଗରେ ଥିଲେ, ସେ ବାକ୍ୟ ପରମେଶ୍ୱର ଥିଲେ ବା ଈଶ୍ୱର ଥିଲେ। ବାକ୍ୟ ପରମେଶ୍ୱର ଥିଲେ, ସେ ବାକ୍ୟ ପରମେଶ୍ୱର ସାଙ୍ଗରେ ଥିଲେ। ଯେପରି ମୋ କଥା କହୁଛେ, ମୋ କଥା ମୋ ଭିତରେ ଅଛି, ମୋ ସାଙ୍ଗରେ ଅଛି। ଆପଣ ଯୋଉ କଥା କହୁଛନ୍ତି ଆପଣଙ୍କ ସାଙ୍ଗରେ ଅଛି। ପିତା ପରମେଶ୍ୱର ଯୋଉ କଥା କହୁଥିଲେ ତାଙ୍କ ସାଙ୍ଗରେ ଥିଲା। ସେ ଯୋଉ କଥା କହୁଥିଲେ ସେ ତାଙ୍କର ବାକ୍ୟ। ସେଇ ବାକ୍ୟ ଯୀଶୁ, ସେ ଦେହବନ୍ତ ଜଗତକୁ ଆସିଲେ 14 ପଦରେ, ଯୋହନ 1:14 ପଦ। ଆଉ ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟି ହେଲା। So God is the creator. The word of God is the key of creation. ସୃଷ୍ଟି। ଏଥିପାଇଁ ତାକୁ କମ୍ପ୍ଲିକେଟେଡ୍ କଲେ ବା ଯୁକ୍ତି ତର୍କ ଆଡ଼କୁ ନେଲେ ବହୁତ ଯୁକ୍ତି ବାହାରିବ। କିନ୍ତୁ ସରଳ ଚିତ୍ତରେ ଯଦି ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରାଯିବ ବିଶ୍ୱାସରେ, ତାହେଲେ ଆତ୍ମାଙ୍କ ଦ୍ୱାରା ବୁଝା ପଡ଼ି। ଯୁକ୍ତି ତର୍କରେ ପବିତ୍ର ଆତ୍ମା ସାହାଯ୍ୟ କରନ୍ତୁ ନାହିଁ ବୁଝିବା ପାଇଁ। ଆଉ ଯୁକ୍ତି ତର୍କ ବା ଆର୍ଗୁମେଣ୍ଟସ, ମନୁଷ୍ୟର ମସ୍ତିଷ୍କଗତ ଜ୍ଞାନରେ ଯୋଉ ଆର୍ଗୁମେଣ୍ଟସ ଆସେ ବିଭିନ୍ନ ଜ୍ଞାନ ଦ୍ୱାରା, ତାହା ବାଇବେଲ ମନା କରେ ସମ୍ପୂର୍ଣ୍ଣ ଭାବରେ। ଏଥିପାଇଁ ସରଳଚିତ ଲୋକମାନେ କେବଳ ଆତ୍ମାଙ୍କ ସାହାଯ୍ୟରେ ଏ ବାକ୍ୟ ବୁଝିପାରନ୍ତି। ଆମେ ଦେଖିପାରୁଛୁ ସେଇ ବାକ୍ୟ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ। ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ମାଥ୍ୟୁ, ମାର୍କ, ଲୁକ, ଯୋହନ ପ୍ରେରିତ ଚିଠାମାନଙ୍କରେ କ'ଣ କ'ଣ ଲେଖାଯାଇଛି ଏବଂ ସେ ପାତ୍ମାଦୀପରେ କ'ଣ କ'ଣ ଦର୍ଶନ ପାଇଲେ ଖ୍ରୀଷ୍ଟଙ୍କ ବିଷୟରେ, ଖ୍ରୀଷ୍ଟଙ୍କ ସମ୍ବନ୍ଧରେ, କୋଉ କୋଉ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ବିଦ୍ୟମାନ ହେଲେ, କୋଉ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ କ'ଣ କଲେ, କ'ଣ କହିଲେ, କୋଉ କାର୍ଯ୍ୟ କଲେ, ଏ ଯୋଉ 22ଟା ପର୍ବରେ ଯୋହନ ଦେଖିଲେ ତାକୁ ଲେଖୁଛନ୍ତି। ଈଶ୍ୱରଙ୍କ ବାକ୍ୟ
ବା ଯୀଶୁଖ୍ରୀଷ୍ଟଙ୍କର ଦ୍ୱାରା ଯେଉଁ କଥା ସେ ପ୍ରଭୁ ପ୍ରକାଶ କଲେ ଦୂତଙ୍କ ମାଧ୍ୟମରେ ଯୋହନଙ୍କ ନିକଟରେ ମଣ୍ଡଳୀକୁ ଦେବା ପାଇଁ, ସେଇ ବିଷୟ ଏବଂ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ସାକ୍ଷ୍ୟ ବା ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧୀୟ ବିଷୟ ପ୍ରକାଶିତ ବାକ୍ୟରେ ପ୍ରତ୍ୟେକ ପର୍ବରେ ଯୀଶୁଖ୍ରୀଷ୍ଟ ଆମମାନଙ୍କ ପ୍ରଭୁ କ'ଣ କ'ଣ କରିଛନ୍ତି, କ'ଣ କ'ଣ କହିଛନ୍ତି ମଣ୍ଡଳୀର ପ୍ରସ୍ତୁତି ନିମନ୍ତେ ଯୋହନଙ୍କୁ ଆଉ ତା ମଣ୍ଡଳୀ ନିକଟକୁ ପଠାଇବା ପାଇଁ କହିଛନ୍ତି, ସେଇ ବିଷୟକୁ ସେ ଦର୍ଶନ ମାଧ୍ୟମରେ ଦେଖିଲେ, ଖାଲି ଶୁଣି ନାହାନ୍ତି କାନରେ। ଲେଖା ହେଇଛି ସେ ଦେଖିଲେ, ଦର୍ଶନ କଲେ ଆଉ ଶୁଣିଲେ ବୋଲି ମଧ୍ୟ ଲେଖା ହେଇଛି। ଶୁଣିଲେ, ସେ କ'ଣ କଲେ? ଶୁଣିଲେ। ଦେଖନ୍ତୁ ଲେଖା ହେଇଛି 10 ପଦରେ, ଏହା ମୋହର ପଶ୍ଚାତରେ ତୁରି ଶବ୍ଦ ପରି ମହାସ୍ୱର ଏହା କହିବାର ଶୁଣିଲି। କିନ୍ତୁ ଉପରେ ଲେଖା ହେଇଛି ଶୁଣିଲି। ତୁମେ ଯାହା ଦର୍ଶନ କରୁଛ, ତୁମେ ଯାହା ଦେଖୁଅଛ, ଯୋହନଙ୍କର ପାତ୍ମାଦୀପରେ ବନ୍ଦୀ ଅବସ୍ଥାରେ 2ଟି ବିଶିଷ୍ଟ ଘଟଣା ଘଟିଲା। ପ୍ରଭୁଙ୍କର ଯୋଜନା ପରିକଳ୍ପନାକୁ ସେ ଆଖିରେ ଦେଖିଲେ। ଗୋଟେ ପ୍ଲେ ଭଳିଆ, ଗୋଟେ ଦୃଶ୍ୟରେ, ଏକ ଦର୍ଶନରେ, ଗୋଟେ ଭିଜନ ଆକାରରେ, ଯେମିତି ଗୋଟେ ଲେଖାଟାକୁ ତାକୁ ଜୀବନ ଦେବା ପାଇଁ ଏକ ରଙ୍ଗମଞ୍ଚରେ ଅଭିନୟ କରାଯାଏ, ଠିକ୍ ସେଇ ପ୍ରକାର ଏଇ ଯାହା ସେ ଶୁଣିଲେ ବାକ୍ୟ, ତାକୁ ସେ ଆଖିରେ ଦୃଶ୍ୟ ଆକାରରେ ଦେଖିଲେ। ଯେପରି ସପ୍ତ ସୁବର୍ଣ୍ଣ ପ୍ରଦୀପ କହିଲେ, ଶୁଣିଲେ ସପ୍ତ ସୁବର୍ଣ୍ଣ ପ୍ରଦୀପ ଆଉ 7ଟା ସୁନାର ପ୍ରଦୀପ ସେ ଦେଖିଲେ। ଏଇଠି 13 ପଦରେ 7ଟା ସୁବର୍ଣ୍ଣ ପ୍ରଦୀପ ସେ ଦେଖିଲେ, ଶୁଣିଲେ ଆଉ ଦେଖିଲେ। ଏଥିପାଇଁ ପ୍ରଭୁଙ୍କ ବାକ୍ୟରେ ଯେଉଁ ଲେଖା ହେଇଛି ସେଇ ସମ୍ବନ୍ଧରେ ଯୋହନ କ'ଣ କରୁଛନ୍ତି? ଦର୍ଶନ କଲା, ସେଇ ବିଷୟରେ ସାକ୍ଷ୍ୟ ଦେଉଅଛି। ପ୍ରକାଶିତ ବାକ୍ୟର ଟୋଟାଲ ବିବରଣୀ 22ଟା ଯାକ ପର୍ବକୁ ଧରିକି ଯୋହନ ଯେତେବେଳେ ଲେଖୁଛନ୍ତି, ଏଫେସୀ, ସ୍ମରନା, ପର୍ଗମ, ଥିଓତିରା, ସାର୍ଦ୍ଦୀ, ଫିଲାଦେଲଫିଆ, ଲାଉଦିକିଆ, ଏଇ 7ଟି ମଣ୍ଡଳୀକୁ ପଠାଇବା ପାଇଁ ସେ ସମସ୍ତ କଥା ଯାହା ବି ଶୁଣିଲେ ସ୍ୱର୍ଗରୁ, ତାକୁ ଆଖିରେ ତାର ଦୃଶ୍ୟରେ ଦେଖିଲେ, ତାକୁ ଉପସ୍ଥାପନ କଲେ ଲେଖା ଆକାରରେ। ଆପଣ ଆଉ ମୁଁ ସେ ଲେଖା ଯେପରି ପଢ଼ିବା ଦ୍ୱାରା ପ୍ରକାଶିତ ବାକ୍ୟକୁ ଅଳ୍ପ ବହୁତ ପ୍ରଭୁଙ୍କ ଅନୁକୂଳରେ ବୁଝିପାରିବା। ବୁଝିପାରିଲେ ପ୍ରଭୁଙ୍କର ସଂକଳ୍ପ, ଯୋଜନା, ପରିକଳ୍ପନା ଆମେ କିଛି ନା କିଛି ତାଙ୍କ ଅନୁକୂଳରେ ବୁଝିପାରିବା ଆମର ବ୍ୟକ୍ତିଗତ ଆତ୍ମିକ ଜୀବନ ନିମନ୍ତେ। ଏକଥା ବି ଆମେ ବୁଝିବା, ଈଶ୍ୱରଙ୍କ ବାକ୍ୟ ପ୍ରଥମେ ବ୍ୟକ୍ତିଗତ, ତାପରେ ମଣ୍ଡଳୀକୁ, ସମୂହଗତ ପରେ ପ୍ରଥମେ ବ୍ୟକ୍ତିଗତ, ଲାଇଫ ଆପ୍ଲିକେବଲ। ମୁଁ ଯଦି କହୁଛି, ପ୍ଲିଜ ଭୁଲ ବୁଝନ୍ତୁ ନାହିଁ, ମୁଁ ଆପଣଙ୍କୁ କହୁନାହିଁ। ଏଇଟା ହଉଛି ଆପଣ ଶୁଣିବେ, ଏ ଭିଡ଼ିଓ ଦେଖିବେ, କିନ୍ତୁ ଯାହା ମୁଁ କହୁଛି ବା ମୋତେ ପ୍ରଭୁ ଯାହା କହିବା ପାଇଁ ଅନୁଗ୍ରହ ଦେଉଛନ୍ତି, ତାହା ମୁଁ ନିଜ ପାଇଁ ମୋତେ କହୁଛି। ମୁଁ ଶିଖାଇବା ପାଇଁ ଏଇ ଜାଗାରେ ବସି ନାହିଁ, ମୁଁ ଶିଖିବା ପାଇଁ ବସିଛି ଯେ ମୋତେ ପ୍ରଭୁ କ'ଣ କହୁଛନ୍ତି ଆତ୍ମାଙ୍କ ଦ୍ୱାରା, ତାହା ମୁହଁ ଦ୍ୱାରା ମୁଁ ପ୍ରକାଶ କରୁଛି, ଯେମିତି ମୋର କିଛି ଭାଇ ଭଉଣୀମାନେ ଯଦି କିଛି ଉପକାର ପାଇବେ, ତାହା ପ୍ରଭୁଙ୍କର ମହିମା ପାଇଁ ହେଉ, ଏହା ମୋର ଲକ୍ଷ୍ୟ। ଏଥିପାଇଁ ଏଇ ଯେଉଁ ପ୍ରକାଶ ଦେବାର ସବଜେକ୍ଟ, ଯୋହନ କେତେଟା ଜାଗାରେ ଶୁଣିଲେ ଆଉ କେତେଟା ଜାଗାରେ, ଅଧିକାଂଶ ଜାଗାରେ ସେ ଦର୍ଶନ ମାଧ୍ୟମରେ ଦେଖିଲେ। ତାକୁ ଦେଖିଲା ପରେ ସେ ପ୍ରକାଶିତ ବାକ୍ୟର ଏଇ ସମ୍ପୂର୍ଣ୍ଣ ବିବରଣୀ, ଥିମ୍ ବା ପ୍ରସଙ୍ଗ ବା ବିଷୟବସ୍ତୁ ବା ସବଜେକ୍ଟଟାକୁ ଲେଖିଲେ। ଆଉ ଲେଖିକି କ'ଣ କଲେ? ଏଇଟାକୁ ମଣ୍ଡଳୀ ମାନଙ୍କୁ ପ୍ରେରଣ କଲେ, ତାଙ୍କ ଦାସମାନଙ୍କୁ। ମୁଁ ଦାସମାନଙ୍କ ବିଷୟରେ କହିସାରିଛି ଆଗ, ଯେପରି ସେ ଦାସମାନେ ଅନ୍ୟମାନଙ୍କୁ ତାହା ଜଣାଇବେ। ଏଥିପାଇଁ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ନମ୍ରତାର ସହିତ କହିବା ପାଇଁ ଚାହୁଁଛି। ଆମମାନଙ୍କର ଅନ୍ୟ ଜାଗା କଥା ଛାଡ଼ନ୍ତୁ, ଆପଣ ଯୋଉଠି ଅଛନ୍ତି ବା ମୁଁ ଯୋଉଠି ଅଛି,
ନିଜ ଜାଗାରେ ନିଜର ମଣ୍ଡଳୀରେ ଆମେ ଈଶ୍ୱରଙ୍କ ବାକ୍ୟ ପ୍ରତି କେତେ ଆସକ୍ତି, ଈଶ୍ୱରଙ୍କ ବାକ୍ୟ ପ୍ରତି ଆମର କେତେ ଆନନ୍ଦ, ଆମୋଦ, ବୁଝିବାର ଲାଳସା, ଜାଣିବା ପାଇଁ ଅଭିଳାଷ, ଗଭୀର ବିଷୟ ଜାଣିବା ପାଇଁ ଆମେ କ'ଣ ପ୍ରକୃତରେ ଚାହୁଁଛୁ କି? ଆଜି ବାକ୍ୟ ବିଷୟ କହିଲେ ବହୁତ କମ୍ ଲୋକମାନେ ଆଗ୍ରହରେ ତାକୁ ଶୁଣନ୍ତି ବା ଦେଖନ୍ତି। ଅନେକ ବେଖେଲ ଭାବରେ ଶୁଣନ୍ତି, ଅଧା ଅଧି ଶୁଣନ୍ତି, ନହେଲେ ଅନ୍ୟମନସ୍କ ରହିଯାଆନ୍ତି ମଣ୍ଡଳୀରେ, ପ୍ରଚାର ବେଳେ, ଶିକ୍ଷା ବେଳେ, ସଭା ସମିତି ମାନଙ୍କରେ। ବହୁତ କମ୍ ଲୋକମାନେ ଯେଉଁମାନେ ବାକ୍ୟ ଧରିକି ପଢ଼ିକି ପ୍ରାର୍ଥନା କରିକି ତାକୁ ଧ୍ୟାନ କରନ୍ତି। ଆଉ କିଏ କିଏ ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ବାକ୍ୟକୁ ନେଇକି ସେମାନେ ଧ୍ୟାନରେ ଶୁଣନ୍ତି, ନୋଟ୍ ବି କରନ୍ତି। ଆମେ ଈଶ୍ୱରଙ୍କ ବାକ୍ୟ ବୁଝିବାର ନ ବୁଝିବାର ମୂଳ କାରଣ ହେଉଛି ଆମେ ଈଶ୍ୱରଙ୍କ ବାକ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁନାହୁଁ ଏବଂ ଆମେ ଈଶ୍ୱରଙ୍କ ବାକ୍ୟ ଜାଣିବାର ଆକାଂକ୍ଷା ବା ଲାଳସା ଆମ ଭିତରେ ନାହିଁ। ଅଧିକ ଜାଣିବାର ଯେଉଁମାନଙ୍କ ଭିତରେ ଲାଳସା ଅଛି, ଆକାଂକ୍ଷା ଅଛି, ଲଙ୍ଗିଂନେସ୍ ଅଛି, ଡିଜାୟାର ଅଛି, ମନୋବାଞ୍ଛା ଅଛି, ସେମାନଙ୍କୁ ନିଶ୍ଚୟ ପ୍ରଭୁ ତାଙ୍କ ବାକ୍ୟ ବୁଝାଉଛନ୍ତି ଆଉ କହୁଛନ୍ତି। ଆପଣ ଭାବନ୍ତୁ, ଏଇ ପ୍ରତିକୂଳ ପରିବେଶ ଭିତରେ ପାତ୍ମାଦ୍ୱୀପର ଚାରିପଟେ ସମୁଦ୍ର, ଜ୍ଞାନ ସମୁଦ୍ର, ସେଇଠି ଏତେ ବୟସ୍କ ବୃଦ୍ଧ ଜହନଙ୍କ ପାଇଁ ପ୍ରତିକୂଳ ପରିବେଶ ଭିତରେ ସେ ଆତ୍ମାରେ ଆବିଷ୍ଟ ହେଲେ। ବୁଝିପାରୁଛୁ କି? ଆପଣଙ୍କୁ ମତେ ଆମ ଚତୁର୍ଦିଗରେ ଆମ ବ୍ୟକ୍ତି ଜୀବନରେ ଥିବା ସମସ୍ୟା ବା ପ୍ରତିକୂଳ ପରିବେଶ ଆତ୍ମାରେ ପୂର୍ଣ୍ଣ ହେବା ପାଇଁ ବା ଆତ୍ମାରେ ଚାଳନା, ପ୍ରେରଣା, ଦର୍ଶନ, ପ୍ରଭୁଙ୍କର ପରିଚାଳନା ପାଇବା ପାଇଁ ବାଧା ଦେଇପାରିବ ନାହିଁ। ଆତ୍ମାରେ ବଢ଼ିବା ପାଇଁ ପ୍ରତିକୂଳ ପରିବେଶ ଆମକୁ ବାଧା ଦେଇପାରିବ ନାହିଁ। ବରଂ ସେ ପ୍ରତିକୂଳ ପରିବେଶ ଆପଣଙ୍କୁ ମତେ ସମସ୍ୟା ବହୁଳ ବ୍ୟସ୍ତତା କି ଯେକୌଣସି ବାଧାଜନକ ବିଷୟ ଭିତରେ ଯଦି ଆମେ ବିଶ୍ୱାସରେ ଆଗକୁ ବଢ଼ୁଛୁ, ଆମକୁ ସେଇ ପ୍ରତିକୂଳ ପରିବେଶ ଆତ୍ମାରେ ଖ୍ରୀଷ୍ଟଙ୍କ ଠାରେ ସୁଦୃଢ଼ କରିବ ଆଉ ସ୍ଥିର କରିବ। ଏଥିପାଇଁ ଯେତେ ପ୍ରେରିତମାନଙ୍କ ଜୀବନୀ ଯଦି ଆମେ ପଢ଼ୁ, ତାଙ୍କର ଇତିହାସ ପଢ଼ୁ, କି ପ୍ରଭୁଙ୍କର ମହାନ ମହାନ ଦାସମାନଙ୍କୁ ଯେଉଁମାନଙ୍କୁ ପ୍ରଭୁ ପୃଥିବୀରେ ବ୍ୟବହାର କରିଛନ୍ତି, ଅତୀତରେ ଆଜି କରୁଛନ୍ତି, ଆମ ଦେଶରେ ମଧ୍ୟ, ଏପରି ଓଡ଼ିଶାରେ ମଧ୍ୟ, ସେମାନେ ଯଦି ପ୍ରଭୁରେ ବଢ଼ିଛନ୍ତି ବା ବଢ଼ୁଛନ୍ତି ବା ଆତ୍ମିକ ବିଷୟରେ ତୃଷା ଅଛି, ଆତ୍ମିକ ମନୋଭାବରେ ଜୀବନ କାଟୁଛନ୍ତି, ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଇଛନ୍ତି ବା ଦେଉଛନ୍ତି, ସେ ସମସ୍ତେ ଜୀବନରେ ଆସୁଥିବା ପ୍ରତିକୂଳ ପରିବେଶକୁ ସ୍ୱାଗତ କରିକି ତା ମଧ୍ୟ ଦେଇ ପ୍ରଭୁଙ୍କ ସହିତ ଚାଲିବା ପାଇଁ ତତ୍ପର ହୋଇ ରହିଅଛନ୍ତି। ଏଥିପାଇଁ ତ ପ୍ରଭୁ କହିଥିଲେ ଯେ ମୋର ଅନୁଗମନ କରିବ, ଯେ ଆପଣ କ୍ରୁଶ ବହନ କରିକି ଆସୁ। ପ୍ରତିକୂଳ ପରିବେଶ ଆପଣଙ୍କୁ ଅସ୍ୱୀକାର କରୁ। ଏଥିପାଇଁ ଏଇ ବହିଟା ସହଜରେ ବୁଝିବି, କାହାକୁ ହେଲେ ବୁଝେଇଦେବି, ପ୍ରଚାର କରିଦେବି, ଶିକ୍ଷା ଦେଇଦେବି ବୋଲି ଭାବିବାଟା, ପ୍ରକାଶିତ ବାକ୍ୟ ସମ୍ବନ୍ଧରେ, ଦାନିଏଲ ବିବରଣ ସମ୍ବନ୍ଧରେ ଚେଷ୍ଟା କରିବାଟା ଏକ ବୃଥା ଆସ୍ଫାଳନ ମାତ୍ର, ତାହା ଦୁଃଶାସ ଜନିତ ପାପ। ଯଦି ଆମେ ଜାଣିନାହୁଁ ଯେଉଁ ବିଷୟ, ତାହା କହିବାଟା ଆମମାନଙ୍କ ପକ୍ଷରେ ଦୁଷ୍କର ଏବଂ ତାହା କରିବା ଦ୍ୱାରା ଆମେ ଦୁଃଶାସ ଜନିତ ଭୁଲ ବା ପାପ କରୁ। ଆମେ ଯାହା ଜାଣିଛୁ ତାହା ହିଁ କହିବା ଗୁରୁତ୍ୱପୂର୍ଣ୍ଣ ବିଷୟ। କ'ଣ ଲେଖା ହେଇଛି ଦେଖନ୍ତୁ ଈଶ୍ୱରଙ୍କ ବାକ୍ୟ ସମ୍ବନ୍ଧରେ। ଏହା ଆଜି ପ୍ରତ୍ୟେକ ପ୍ରଭୁଙ୍କର ସେବକ, କାର୍ଯ୍ୟକାରୀମାନେ ଏବଂ ମୁଁ ଏବଂ ଆପଣମାନେ ବିଶ୍ୱାସୀମାନେ ମଧ୍ୟ ଏହା ଜାଣିବା ବହୁତ ଆବଶ୍ୟକ ଅଛି। କରନ୍ତୀୟ ମଣ୍ଡଳୀକୁ ପାଉଲଙ୍କର ଦ୍ୱିତୀୟ ପତ୍ର, ଆଉ ସେଇ ଜାଗାରେ ମୁଁ ପଢ଼ିବା ପାଇଁ ଚାହୁଁଛି 12 ଆଉ 13 ପଦ, ଅତି ଗୁରୁତ୍ୱପୂର୍ଣ୍ଣ। ଦୟାକରି ନୋଟ୍ କରନ୍ତୁ ବା ଆପଣଙ୍କ ବାଇବେଲରେ ଆଣ୍ଡରଲାଇନ୍ କରନ୍ତୁ। ଜଗତରେ ସେ କହୁଛନ୍ତି 12 ପଦରେ, 1 ପର୍ବ 12 ପଦରେ, ଜଗତରେ ବିଶେଷତଃ ତୁମମାନଙ୍କ ପ୍ରତି ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି, ସାଂସାରିକ ଜ୍ଞାନରେ ଆଚରଣ ନ କରି। ସଂସାରର ତ ଜ୍ଞାନ ବହୁତ ଅଛି। ଆମ ମଣ୍ଡଳୀ ମାନଙ୍କରେ ବହୁତ ସୁଶିକ୍ଷିତ ଲୋକ ଅଛନ୍ତି, ପୁଅମାନେ, ଝିଅମାନେ, ଆମର ପରିବାର ମାନଙ୍କରେ ବହୁତ ପାଠ ପଢ଼ି ପ୍ରଫେସନାଲ୍ସ ମାନେ ବିଭିନ୍ନ ବିଷୟରେ ଜ୍ଞାନ ପାଇଛନ୍ତି।
ମଣ୍ଡଳୀରେ କୁହନ୍ତୁ, ସମାଜରେ କୁହନ୍ତୁ, ଆଜି ଜ୍ଞାନର ଅଭାବ ନାହିଁ। ଦାନିଏଲଙ୍କୁ ଗୋଟିଏ ଲାଇନ ପ୍ରଭୁ କହିଥିଲେ, ଜ୍ଞାନ ବୃଦ୍ଧି ହେବ। ଲୋକମାନେ ଏଣେ ତେଣେ ଧାବମାନ କରିବେ। ଏଇ ଦୁଇଟା ପଦରେ ସମ୍ପୂର୍ଣ୍ଣ ଭବିଷ୍ୟତ କଥା ପ୍ରଭୁ କହିଦେଇଥିଲେ ଦାନିଏଲଙ୍କୁ। ଜ୍ଞାନ ବୃଦ୍ଧି ହେବ। ଆଜି କୋଉ ଲେଭେଲକୁ ଜ୍ଞାନ ପଳେଇଗଲାଣି ଆପଣ ବୁଝିପାରୁଛନ୍ତି। ମୋର ଜ୍ଞାନ ସମ୍ବନ୍ଧରେ ଏତେ ଜ୍ଞାନ ନାହିଁ। ଆଜିର ଟେକ୍ନୋଲୋଜି, ଆଜିର ଡେଭଲପମେଣ୍ଟ କଥା ମୁଁ କହିପାରିବି ନାହିଁ, ଯେହେତୁ ସେଇଟା ମୋ ବୁଝିବା ବାହାରେ। ଏବଂ ଲୋକମାନେ ଏଣେ ତେଣେ ଧାବମାନ କରିବେ। ପୃଥିବୀଟା ଏତେ ଛୋଟ ହେଇଯିବ, ସକାଳେ ଗୋଟିଏ ଦେଶରେ, ମଧ୍ୟାହ୍ନ ସମୟରେ ଆଉ ଗୋଟିଏ ଦେଶରେ, ସନ୍ଧ୍ୟାବେଳେ ଘରେ। ଆଉ କୋଟି କୋଟି ଲୋକମାନେ ଗ୍ରହମାନଙ୍କରେ ପହଞ୍ଚି ଗଲେଣି। ଆଉ କୋଉ କୋଉ ଗ୍ରହରେ ପହଞ୍ଚିବା ପାଇଁ ଯୋଜନା କରାଯାଉଛି, ଏ କଥା ମଧ୍ୟ ଆମେ ଜାଣିଛୁ। ଏଥିପାଇଁ ସେ କହୁଛନ୍ତି ଏଇ ମଣ୍ଡଳୀକୁ, କରନ୍ତୀୟ ମଣ୍ଡଳୀକୁ, ତାଙ୍କ ଦ୍ୱିତୀୟ ପତ୍ରର 1 ପର୍ବର 12 ପଦରେ, ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ୱରଙ୍କର ଅନୁଗ୍ରହରେ ତାହାଙ୍କର ପବିତ୍ର ଓ ସରଳ ଭାବ ଅନୁସାରେ ଆଚରଣ କରୁଥିଲୁ। ଜ୍ଞାନରେ, ସାଂସାରିକ ଜ୍ଞାନରେ, ଯଦି ସାଂସାରିକ ଜ୍ଞାନରେ ଆଚରଣ କରିବା ପାଇଁ ଆରମ୍ଭ କରିବା, ତାହେଲେ ଆମକୁ ବାହାନା କରିବାକୁ ପଡ଼ିବ, କୃତ୍ରିମତା ପ୍ରକାଶ କରିବାକୁ ପଡ଼ିବ, ପଦମର୍ଯ୍ୟାଦାକୁ ଜଗିବାକୁ ପଡ଼ିବ। କାଳେ ମୋର ପ୍ରେଷ୍ଟିଜ୍ ଚାଲିଯିବ, ଲୋକ ମୋତେ ହାଲକା ବୋଲି ଭାବିବେ, ମୋର କାଳେ ସମ୍ମାନ ପଳେଇବ। ଅନେକ ସମୟରେ ଏ ପ୍ରକାର ଚିନ୍ତା ଆସେ ପ୍ରଭୁଙ୍କ ଦାସମାନଙ୍କର, ଦାସୀମାନଙ୍କର। ପ୍ରଭୁଙ୍କର ସେବାରେ ଯେଉଁମାନେ, ସେମାନେ ପଦମର୍ଯ୍ୟାଦାକୁ ମଧ୍ୟ ଥରେ ଥରେ ଅତି ସାବଧାନରେ ଜଗିକି ରଖନ୍ତି। ଏଇଟା ଆମମାନଙ୍କ ରକ୍ତରେ ଗୋଟେ ସ୍ୱଭାବ ରହିଯାଇଛି, ନିଜର ପଦମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ। କିନ୍ତୁ ପ୍ରଭୁ ହେଉଛନ୍ତି ସ୍ୱଗୌରବ ରକ୍ଷଣଶୀଳ ଉଦ୍ଯୋଗ ପରମେଶ୍ୱର ବା ଉଦ୍ଯୋଗୀ ପରମେଶ୍ୱର। ସେ ତାଙ୍କର ଗୌରବ ବିନ୍ଦୁଏ ମଧ୍ୟ କାହାକୁ ଦେବେ ନାହିଁ ବା ଦିଅନ୍ତି ନାହିଁ। ଏଥିପାଇଁ କେମିତି ଆଚରଣ କରାଯିବ? ମସ୍ତିଷ୍କଗତ ଜ୍ଞାନର ଆଚରଣ ନ କରି ପବିତ୍ର ଓ ସରଳ ଭାବରେ ଆଚରଣ କରୁ। ଏବଂ ସେ ତାକୁ ବୁଝାଉଛନ୍ତି, କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯୋଉ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କର ଦର୍ପର ବିଷୟ। ଜଣେ ନମ୍ର ବ୍ୟକ୍ତି କେବଳ ଏହା କହିପାରିବ ଯେ ଆମମାନଙ୍କର ଆଚରଣ କିପରି ଥିଲା, ସରଳ ଭାବରେ ଆଉ ପବିତ୍ରତାରେ ଥିଲା, ଜଗତର ଜ୍ଞାନରେ ନୁହେଁ। এই ବିଷୟରେ ଆମେ ଦର୍ପ କରୁଛୁ। ଏବଂ ସେ କହୁଛନ୍ତି 13 ପଦ ଅତି ଗୁରୁତ୍ୱପୂର୍ଣ୍ଣ, ଏଟା ସମସ୍ତେ ଜାଣିବା ଦରକାର, ବୁଝିବା ଦରକାର। କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର। ଯୋଉଟା ବୁଝିପାରୁନାହୁଁ ସେ ବିଷୟରେ କହିବାର ମୋର କି ଆପଣଙ୍କର ଅଧିକାର ନାହିଁ। ଯୋଉଟା ବୁଝିଛୁ ଠିକ ରୂପେ, ଠିକ ବୋଲିକି, ସତ୍ୟ ବୋଲିକି, ବାସ୍ତବ ବୋଲିକି, ପ୍ରଭୁଙ୍କ ବାକ୍ୟ ସମତ ବୋଲିକି, ଆତ୍ମାଙ୍କ ସାକ୍ଷ୍ୟ ଦ୍ୱାରା ପାଇଛୁ ତାକୁ ସତ୍ୟ ବୋଲି, ସେଇ ବିଷୟରେ ପାଉଲ କହୁଛନ୍ତି। କଣ ସେଟା? ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର, ସେହି ସବୁ ବିନା ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆଉ କିଛି ଲେଖୁନାହୁଁ। ଏଥିପାଇଁ ପାଉଲ ଯାହା ଲେଖିଛନ୍ତି ବା ପିତର, ଯୋହନ, ଯାକୁବ ବା ଅନ୍ୟମାନେ ଯାହା ବି ପ୍ରଭୁଙ୍କ ଦାସମାନେ ନୂତନ ନିୟମରେ ଲେଖିଅଛନ୍ତି, ତାହା ପ୍ରଭୁ ଆତ୍ମାଙ୍କ ଦ୍ୱାରା ଚାଳିତ, ଆତ୍ମାଙ୍କର ପ୍ରଭାବରେ ଲେଖିଛନ୍ତି, ଯେମିତିକି ଏକ ସୀମିତ ମନୁଷ୍ୟର ବୁଝିବାର ସୀମା ଭିତରେ ହିଁ ତା ଲେଖା ହେଇଛି। ଯଦି ଆପଣ ଆଉ ମୁଁ ଚିନ୍ତା କରିବା, ଯଦି ଯୋହନ ଲେଖୁଛନ୍ତି ଯୀଶୁ ଖ୍ରୀଷ୍ଟ କେତେ କାର୍ଯ୍ୟ କରିଥିଲେ ବା ଆଶ୍ଚର୍ଯ୍ୟ କର୍ମ କରିଥିଲେ, ସେ ସମସ୍ତ ଯଦି ଲେଖା ହେଇଥାନ୍ତା, ପୃଥିବୀରେ ରଖିବା ପାଇଁ ଜାଗା ନଥାନ୍ତା। ଭାବନ୍ତୁ କୌଣସି ବିଷୟ ଆମେ ତାକୁ କେମିତି ବୁଝିପାରିବା। ଆଜି ତ ଗୋଟେ ଗୋଟେ ସବଜେକ୍ଟ ଲେଖିବା ପାଇଁ ଥାକ ଥାକ ଆଲମାରି ହେଇଛି। ଗୋଟେ ଗୋଟେ ବହି 1.5 କେଜି, 2 କେଜି, 3 କେଜି, 5 କେଜି, 7 କେଜି ଲେଖା ଗୋଟେ ଗୋଟେ ବହି ଓଜନ। ଗୋଟେ ସବଜେକ୍ଟକୁ ଡିସ୍କ୍ରାଇବ୍ କରିବା ପାଇଁ ଯେଉଁମାନେ ସେ ବହି ଲେଖନ୍ତି, ଏତେ ବଡ଼ ବଡ଼ ମୋଟା ମୋଟା ବହି ବା କମେଣ୍ଟ୍ରି, ସେମାନେ ନିଜେ ଆଉ ତାକୁ ଦ୍ୱିତୀୟ ଥର ପଢ଼ନ୍ତି ନାହିଁ। ଅନେକ ବାଇବେଲ ବହୁତ ଥର ପଢ଼ନ୍ତି, 10 ଥର, 12 ଥର, 15 ଥର। ମୁଁ ଅନେକ ଲୋକମାନଙ୍କୁ ଜାଣେ ଯେଉଁମାନେ ବହୁତ ଥର ବାଇବେଲ ପଢ଼ିଛନ୍ତି। ମୁଁ ମଧ୍ୟ ମୋର କ୍ଷୁଦ୍ର ଜୀବନରେ ଚେଷ୍ଟା କରିଛି ଈଶ୍ୱରଙ୍କ ବାକ୍ୟ ଆଦିରୁ ପ୍ରକାଶିତ ବାକ୍ୟ ସିରିଏଲ ଷ୍ଟଡି ମୁଁ କରିନାହିଁ, ସତ କଥା କହିଦେଉଛି। କିନ୍ତୁ ମୁଁ ବାଇବେଲ କମ୍ପ୍ଲିଟ୍ କରିଛି, ଏପଟେ ସେପଟେ ପଢ଼ି ଅଳ୍ପ ଅଳ୍ପ କିଛି। ଆଉ ସଦାବେଳେ ଚେଷ୍ଟା କରୁଛି ଯେ ସମସ୍ତ
ବିଷୟବସ୍ତୁ ସବଜେକ୍ଟ ଗୁଡ଼ାକ ଶୃଙ୍ଖଳିତ ଭାବରେ ପ୍ରାଞ୍ଜଳ ଭାବରେ ପଢ଼ି ବୁଝିବା ନିମନ୍ତେ କାହାକୁ କେଉଁ ପ୍ରକାର ଭଲ ଲାଗେ ଈଶ୍ୱରଙ୍କ ବାକ୍ୟ ପଢ଼ିବା ପାଇଁ ସେଇଟା ନିଜ ଉପରେ ନିର୍ଭର କରେ। ସେ କି ପ୍ରକାର ଭାବରେ ଶୃଙ୍ଖଳିତ ଭାବରେ ଶୃଙ୍ଖଳାରେ କ୍ରମାନ୍ୱୟରେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବେ ବା ପଢ଼ିବେ। ଏଥିପାଇଁ ସେ କହିଲେ ଯେଉଁଟା ତୁମେ ବୁଝିପାରିବ ନାହିଁ ସେ ସମସ୍ତ ବିଷୟ ଆମେ ଲେଖୁନାହୁଁ ପୁଣି ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ଦିନରେ ତୁମ୍ଭେମାନେ ଯେ ଆମ୍ଭମାନଙ୍କର ଦର୍ପର କାରଣ ସେହି ପ୍ରକାର ଆମ୍ଭେମାନେ ଯେ ତୁମ୍ଭମାନଙ୍କ ଦର୍ପର କାରଣ ଏହା ତୁମ୍ଭେମାନେ ଯେପରି ଆମ୍ଭମାନଙ୍କ ବିଷୟରେ ଆଂଶିକ ବୁଝି ଭାବରେ ବୁଝିଅଛ ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି। ପାଉଲଙ୍କର କହିବାର କଥା, ଯାହା ଲେଖି ମଣ୍ଡଳୀମାନଙ୍କୁ ଆମେ ପଠାଉଛୁ, ତୁମେ ଯାହା ବୁଝୁଅଛ ତାହା ଶୁଣିକି ଶ୍ରବଣ ଦ୍ୱାରା ତ ବିଶ୍ୱାସ ଜାତ ହୁଏ। ଯେତିକି ବୁଝୁଛ ଆଂଶିକ ଭାବରେ ହେଲେ ମଧ୍ୟ ସେତିକି ବୁଝିକି ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ, ପୁରା ନ ବୁଝେ। ଏଥିପାଇଁ ପ୍ରକାଶିତ ବାକ୍ୟରେ ଯେଉଁ ଆମେ ଦେଖିଲୁ ଈଶ୍ୱରଙ୍କ ବାକ୍ୟ କାର୍ଯ୍ୟ ସାଧକ, ଜୀବନ୍ତ, ପ୍ରାଣାତ୍ମାର ପରିଭେଦକ। ଜେରେମିୟା କହୁଛନ୍ତି ଈଶ୍ୱରଙ୍କ ବାକ୍ୟ ହାତୁଡ଼ି ପରି, ଅଗ୍ନି ପରି। ଆଶ୍ଚର୍ଯ୍ୟ କଥା। ଏଫିସରେ ପାଉଲ କହୁଛନ୍ତି 5 ପର୍ବରେ ତାହା ଜଳ ପରି, ଈଶ୍ୱରଙ୍କ ବାକ୍ୟ ଜଳ ପରି। ଗୀତ ସଙ୍ଗୀତ ଲେଖକ ଲେଖୁଛନ୍ତି 119 ଗୀତରେ ଈଶ୍ୱରଙ୍କ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ। ସାଧୁ ପାଉଲ ପ୍ରଭୁଙ୍କ ଦାସ ପ୍ରେରିତ ପାଉଲ ଲେଖୁଛନ୍ତି 1 କରନ୍ତି 13 ପର୍ବରେ ଈଶ୍ୱରଙ୍କ ବାକ୍ୟ ମୁଖର ଦର୍ପଣ। ଆଉ ସେଇ ବାକ୍ୟ ଯୀଶୁଖ୍ରୀଷ୍ଟଙ୍କର ନାମ, ତାଙ୍କ ନାମ ଈଶ୍ୱରଙ୍କ ବାକ୍ୟ। ସେ ବାକ୍ୟ ଦେହବନ୍ତ ହେଲେ, ପ୍ରକାଶିତ ହେଲେ, ଯେଉଁ ବାକ୍ୟ ହେଇକି ଥିଲେ ପ୍ରକାଶିତ ହେଲେ, ଦେହବନ୍ତ ହେଲେ, ଶରୀର ଧାରଣ କଲେ, ତାକୁ କୁହାଯାଏ ପ୍ରକାଶିତ। ଯେଉଁଟା ଲେଖା ଆକାରରେ ଥିଲା, ସ୍ୱର ଆକାରରେ ଥିଲା, ଗୁପ୍ତ ହେଇକି ଥିଲା, ସେଇଟା ପ୍ରକାଶ ଦେଇକି ଗୋଟେ ଫିଜିକାଲ ବଡିରେ ରକ୍ତ ମାଂସ ଧାରି ଯୀଶୁ ହେଇକି ସେ ଜନ୍ମ ହେଇଗଲେ। ଏଇ ବହିଟା, ଏ ବାକ୍ୟ। ଏଥିପାଇଁ ଯେଉଁମାନେ ବାକ୍ୟ ଧରିକି ଯୁକ୍ତି ତର୍କ କରନ୍ତି, ଅନେକ ଗୁଡ଼ିଏ କଥା କୁହନ୍ତି, ଏ ବିଷୟ ବୁଝିବା ପାଇଁ କଷ୍ଟକର। ଏବଂ ପାଉଲ ମଧ୍ୟ କହୁଛନ୍ତି 1 କରନ୍ତିରେ ଆତ୍ମିକ ମନା ନହେଲେ ବା ଆତ୍ମପ୍ରାପ୍ତ ନହେଲେ, ଆତ୍ମିକ ମନା ନହେଲେ ଆତ୍ମିକ ବିଷୟ ବୁଝିପାରିବ ନାହିଁ। ଜାଗତିକ ମନ ଆତ୍ମିକ ବିଷୟ ବୁଝିପାରିବ ନାହିଁ। ଏଥିପାଇଁ ଈଶ୍ୱରଙ୍କ ବାକ୍ୟ ବୁଝିବା ନିମନ୍ତେ ଆତ୍ମାଙ୍କର ଆବଶ୍ୟକତା ରହିଛି। ଏଥିପାଇଁ ତ ସେ 7ଟି ମଣ୍ଡଳୀକୁ 2 ପର୍ବ 3 ପର୍ବ ଲେଖିଲେ, ମଣ୍ଡଳୀଗଣକୁ ଆତ୍ମା କ'ଣ କହନ୍ତି, ଯାହାର କରଣ ଅଛି ସେ ଶୁଣୁ। ଆତ୍ମାଙ୍କର ଅବ ଶୁଣିଲେ କେବଳ ଲୋକମାନେ ଆତ୍ମାଙ୍କ ବିଷୟ ବୁଝିବାକୁ ପାରିବେ। ଏଥିପାଇଁ ଯୋଉଟା 22 ପର୍ବରେ ଲେଖାଯାଇଛି ମୋର ଭାଇ ଭଉଣୀମାନେ, ତାହା ଏଇ 2 ପଦରେ ଯେଉଁ ଲେଖା ହେଇଛି, ସେହି ଯୌନ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ ଯାହା ସବୁ ଦର୍ଶନ କଲା ସେଇ ବିଷୟ ସାକ୍ଷ୍ୟ ଦେଉଅଛି। କେମିତି ସାକ୍ଷ୍ୟ ଦେଉଛି? ଲେଖିକି ପ୍ରକାଶିତ ବାକ୍ୟ ଦ୍ୱାରା ସାକ୍ଷ୍ୟ ଦେଉଅଛି ବା ଦେଉଅଛନ୍ତି। ଯାହା ସେ ଶୁଣିଲେ ତାକୁ ଦୃଶ୍ୟରେ ଦେଖିଲେ। ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ମନୁଷ୍ୟ ପୁତ୍ର ଠିଆ ହେଇଛନ୍ତି। ତାଙ୍କର ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ, ମସ୍ତକ ତାଙ୍କର ହିମ ପରି ଶୁକ୍ଳ ବର୍ଣ୍ଣ, ଚକ୍ଷୁରୁ ଅଗ୍ନି ବାହାରୁଛି, ମୁଖରୁ ଦ୍ୱିଧାର ଖଡ୍ଗ ବାହାରୁଛି, ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ, ହାତରେ ସପ୍ତ ନକ୍ଷତ୍ର ଧାରଣ କରୁଛନ୍ତି ଦକ୍ଷିଣ ହସ୍ତରେ। ତାଙ୍କର ପାଦ ପିତ୍ତଳର ପାଦ ପରି ଝଟକୁଛି, ତାଙ୍କ ମୁଖର ସ୍ୱର ଜଳକଲ୍ଲୋଳ ସଦୃଶ୍ୟ। ଏଇଟା ଶୁଣିଲେ ମଧ୍ୟ ଆଉ ପ୍ରାକ୍ଟିକାଲ ଦେଖିଲେ ମଧ୍ୟ। ଏଥିପାଇଁ ଏଇ 2 ପଦରେ ପୁରା 22ଟା ଯାକ ପର୍ବରେ କ'ଣ କ'ଣ ସେ ଦର୍ଶନ କଲେ ଆଉ ଯାହା ଯେ ଶୁଣିଲେ ତାକୁ 2 ପଦରେ ସେ ବର୍ଣ୍ଣନା କରୁଛନ୍ତି ଯେ ତାହା ମୁଁ ଦର୍ଶନ କଲି ଆଉ ଶୁଣିଲି। ସେଇ ବିଷୟରେ ମୁଁ ବର୍ତ୍ତମାନ ସାକ୍ଷ୍ୟ ଦେଉଅଛି। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀମାନେ, ମୁଁ ଅନୁରୋଧ କରୁଛି, ମୁଁ ନମ୍ରତାର ସହିତ ଚେଷ୍ଟା ଉଦ୍ୟମ କରୁଛି ପ୍ରାର୍ଥନାରେ ପ୍ରଭୁଙ୍କ ନିକଟରେ ଏଇ ବାକ୍ୟ କିଛି କିଛି ସମୟ ଗୋଟେ 40-45 ମିନିଟ୍ ଷ୍ଟଡି ଭିତରେ ଉପସ୍ଥାପନ କରିବା ପାଇଁ କିଛି କିଛି ସବଜେକ୍ଟ, କିନ୍ତୁ ସିରିଏଲି କ୍ରମାଗତ ଭାବରେ ସୂଚୀ କ୍ରମରେ ସମୟ ବହୁତ ଲାଗିବ, ମୁଁ ଜାଣିଛି। ଆଉ ମୋତେ ପ୍ରଭୁଙ୍କର ଧୈର୍ଯ୍ୟ, ସାହସ, ବଳ ଦରକାର। ମୋର ଶାରୀରିକ ଦୁର୍ବଳତା ହେତୁ ଆପଣମାନେ ମଧ୍ୟ ମୋ ପାଇଁ ପ୍ରାର୍ଥନା କରନ୍ତୁ, ଯେପରି ବାକ୍ୟ ଉପସ୍ଥାପନ କରିବାରେ କୌଣସି ଭୁଲ ନ ହୁଏ, ତାହା ଯେପରି ଶୃଙ୍ଖଳାଗତ ଭାବରେ ପ୍ରାଞ୍ଜଳ ଭାବରେ ବୁଝିଲା ଭଳିଆ ଶବ୍ଦ ପରେ ଶବ୍ଦ, ପଦ ପରେ ପଦ ଆଲୋଚନା କରାଯାଇପାରିବ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣ ଦୟାକରି ପ୍ରକାଶିତ ବାକ୍ୟ ପାରିଲେ
ପଢ଼ନ୍ତୁ ପୁରା ବହିଟା ଥରେ ଅଧେ ଦୁଇଥର ତିନିଥର ପଢ଼ିଲେ ଧନ୍ୟ, ଶୁଣିଲେ ଧନ୍ୟ, ପାଳନ କଲେ ଆହୁରି ଧନ୍ୟ। ଏଥିପାଇଁ ପ୍ରତ୍ୟେକ ଯେଉଁମାନେ ବିଶେଷ କରି ଏଇ ବିଷୟରେ ଏଇ ଚ୍ୟାନେଲ ମାଧ୍ୟମରେ କଣ୍ଟାକ୍ଟରେ ରହୁଛୁ ଆମମାନେ ଆପଣ ଦୟାକରି ପଢ଼ନ୍ତୁ, ନ ବୁଝିଲେ ମୋତେ ପଢ଼ନ୍ତୁ। ଆଉ ଯେତେବେଳେ ଆମେ ଆଲୋଚନା କରିବା ସେଇ ସମୟ ସେଇ ପଏଣ୍ଟକୁ ଆସିଲେ ଆପଣ ବୁଝିବେ, ମୁଁ ବି ବୁଝିବି। ପ୍ରଭୁ ଗୌରବ ପାଆନ୍ତୁ ମୋର ଭାଇ ଭଉଣୀମାନେ, ଆପଣଙ୍କ ସହଯୋଗ ଦରକାର। ଆପଣମାନେ ଯଦି ଉତ୍ସାହପୂର୍ବକ କମେଣ୍ଟରେ ଗୋଟେ ଲାଇନ୍ କି 2 ଲାଇନ୍ ଲେଖିବେ ବା ମୋତେ ସଜେସନ୍ ଦେବେ ବା ପରାମର୍ଶ ଦେବେ, ଟିକାର ଭାଇ ଏମିତି କରନ୍ତୁ ସେମିତି କରନ୍ତୁ, ମାନେ ଏମିତି ହେଲେ ଭଲ ହୁଅନ୍ତା ପରା, ନହେଲେ ଏଇଟା ଭୁଲ ହେଇଗଲା କହିଲେ ମୁଁ ବି ଖୁସି ହେବି ଯେ କ'ଣ କଲେ ଭଲ ହେବ ସେ କଥା ମଧ୍ୟ ମୁଁ ପ୍ରାର୍ଥନା କରି ନିଜକୁ ପ୍ରସ୍ତୁତ କରିପାରିବି। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଈଶ୍ୱରଙ୍କ ବାକ୍ୟ ଆଉ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ସାକ୍ଷ୍ୟ ଆମ ବ୍ୟକ୍ତିଗତ ଜୀବନର ପ୍ରସ୍ତୁତି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ। ଆମେ ଯେପରି ସମସ୍ତେ ତାଙ୍କ ରାଜ୍ୟରେ ତାଙ୍କୁ ଭେଟିବା ପାଇଁ ଯୋଗ୍ୟ ବିବେଚିତ ହେବା ଏବଂ ତୁରି ବାଦ୍ୟରେ ଶୂନ୍ୟମଣ୍ଡଳରେ ଆମର ପ୍ରଭୁଙ୍କୁ ଭେଟିବାକୁ ପାରିବା, ଅନନ୍ତକାଳ ତାଙ୍କ ସହ ବାସ କରିବା, ସେଥିପାଇଁ ନିଜକୁ ପ୍ରସ୍ତୁତ କରୁ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ।